ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ। ଶ୍ରୀସୁତ ଉବାଚ ସୁତ କହନ୍ତି ତୋଷମନେ ଶୁଣ ସକଲ ମୁନିଗଣେ ବିଦୁର ତୀର୍ଥ ଯାତ୍ରାଶ୍ରମେ ମିଳିଲେ ମୈତ୍ରୀୟ ଆଶ୍ରମେ କେତେ ଦିନ ତହିଁ ରହି ଆତ୍ମାର ତତ୍ତ୍ୱଜ୍ଞାନ ବହି ହସ୍ତିନା ନଗର ବିଶ୍ୱାସେ ମିଳିଲେ ଧୃତ ରାଷ୍ଟ୍ର ପାଶେ ଜାଣିବା ପାଇଁ ତାର ଗତି ସ୍ୱଭାବେ ସାଧୁ ଧୀରମତି ବିଦୁର ଦେଖି ଧର୍ମସୂତ ବନ୍ଧୁ ଆଗମେ କୃତକୃତ୍ୟ ସଙ୍ଗତେ ଘେନି ଚାରି ଭାଇ ପୂଜିଲେ ଆସନେ ବସାଇ ଦୁର୍ଦକ୍ଷ ଧୃତ ରାଷ୍ଟ୍ରସୂତ ସଙ୍ଗତେ ଘେନି ପୁରୋହିତ ଗାନ୍ଧାରୀ ଦ୍ରୌପଦୀ ସಮೇତ ସୁଭଦ୍ରା ଉତ୍ତରା ସହିତେ ଗାନ୍ଧାରୀ ଦ୍ରୌପଦୀ ସಮೇତେ ସୁଭଦ୍ରା ଉତ୍ତରା ସହିତେ ଆଗରେ ଗମୁଛନ୍ତି କୁନ୍ତି ଅନ୍ୟ ସୋଦର ବନ୍ଧୁ ଜ୍ଞାତି ପଣ୍ଡୁର ଯେତେ ବନ୍ଧୁ ଜନେ ମିଳିଲେ ହରଷ ବଦନେ ପ୍ରାଣକୁ ପାଇ ପିଣ୍ଡ ଯେହ୍ନେ ପୁଣି ଉଠଇ ଦିବ୍ୟ ଜ୍ଞାନେ সকলে মিলি তার পাশে ন মিলে যে যাহা বিশ্বাসে অনাই বিদুর বদন আনন্দে অশ্রু জল পূর্ণ সকলে পূজা বিধি করি রাজন কর করে ধরি বিদুর বসাই আসনে পাশে সুভদ্রা বন্ধু জনে তার বদন রাজা চাহি আনন্দে ঘেনি গলে চারি ভাই উচ্চে পচারি প্রশ্ন বাণী কান্দিলে সর্বলোক শুনি যুধিষ্ঠির বাচ হে তাত কহু তো অগ্রতি আম কুশল তোর চিতে শরণ করি তীর্থ ভ্রমে গহনে বহু শ্রমে তুম চরণে আশ্রয় করি সকল কষ্ট হি পাশরি বিপদ দুঃখ যেতে সহি বনে বঞ্চিলু পাঞ্চ ভাই মাতা সহিতে যতু ঘরে অগ্নি দহন মহাঘোরে বিষভক্ষণে আদি যেতে তো আগে কহিবি মুকেতে অনেক পাপর প্রমাদু বঞ্চিলু তুমর প্রসাদু তু আম স্নেহ দূর করি ভ্রমণ কলু বসুন্ধরি উদাসী পৃথিবী লক্ষণে একান্তে বুলু বনে বনে কিপরি গ্রাম যাত্রা করি এ পথ শ্রমকু সংহরি ভ্রমিলু অবনি মণ্ডলে তীর্থ আশ্রম পুণ্য ফলে তোহর প্রায়ে সাধু যেতে প্রবেশ হুই সর্বতীর্থে ভ্রমি করন্তি পুণ্য সার যাহা করন্তে চক্রধর তোর স্বভাবে পুণ্য দেহ প্রশ্ন পচারু তাত কহ যাদব সঙ্গে বনমালী সুখে কিছন্তি কুশস্থলী তাহার ভলে ভাল মোর যে হরি শরণ সোদর সুখে অছন্তি কি যাদবে ভোতাত পচারু প্রস্তাবে শ্রীসুত বাচ হেমন্তে রাজা বাক্য শুনি বিদুর মনে মনে গুণে সুহৃদ প্রায়ে ভাল কল যাদব ক্ষয় ন করি ন কহিল
ବିଚାରେ କହିବି ମୁଁ ଯେତେ ଜୀବନ ଛାଡ଼ିବେ ପାଣ୍ଡବେ। ବିଚାରେ କହିବି ମୁଁ ଯେବେ ଜୀବନ ଛାଡ଼ିବେ ପାଣ୍ଡବେ। କେମନ୍ତେ ଦେଖିବି ମୁଁ ତାହା ଏତେ ବିଚାରି କଲା ମାୟା। ନ କହେ ଯଦୁ ବଂଶ ନାଶ ନିର୍ଘାତେ ଛାଡ଼ିଲା ନିଶ୍ୱାସ। ଊର୍ଦ୍ଧ୍ୱବଦନେ ସେ ବିଦୁର କପଟେ କହଇ ମଧୁର। ସର୍ବକୁଶଳ ତୋ ପ୍ରସାଦେ କୃଷ୍ଣ ଅଛନ୍ତି ଅପ୍ରମାଦେ। ହେମନ୍ତେ ରାଜା ଆଗେ କହି କେତେ ଦିନ ପୁରେ ରହି ନିତ୍ୟ ଆନନ୍ଦେ ଧର୍ମ ରାଜା ବିଦୁର ସ୍ନେହେ କରି ପୂଜା। ରାତ୍ର ଦିବସ ତାର ସଙ୍ଗେ ଧର୍ମ ନନ୍ଦନ ମନ ରଙ୍ଗେ। ଅଶେଷ ତୀର୍ଥଙ୍କ ମହିମା କିବା କହିବା ଗୁଣ ସୀମା। ସର୍ବ କହିଲା ତୋଷ ମନେ ଏବେ ହୋ ଶୁଣ ବିପ୍ରଜନେ। ଆଜନୁ ତହୁଁ ଶାପ ପାଇ ବିଦୁର ଶୂଦ୍ରେ ଜାତ ହୋଇ। ସତେ ବରଷ ଶୂଦ୍ର ଦେହେ ବଞ୍ଚିଲା ବିଷ୍ଣୁ ମାୟା ମୋହେ। ଏ ଯେ ପାଣ୍ଡବ ପାଞ୍ଚ ଭାଇ ରିପୁ ସଂହାରୀ ରାଜା ହୋଇ। ପୁତ୍ର ପୌତ୍ର ଜନ ଦେଖି ନିର୍ମଳ ଦୁର୍ଗମ ଉପେକ୍ଷୀ। ଗୃହ କରଣେ ଚିତ୍ତ ଜଡ଼ି ବିଷ୍ଣୁର ମାୟା ମୋହେ ପଡ଼ି। ରାଜ୍ୟ କରନ୍ତି ଧର୍ମ ସୂତେ ମିଳିଲା କାଲ ବିପରୀତେ। କେହି ନ ଜାଣେ ଗତି ତାର ସ୍ୱଭାବେ ଅବ୍ୟକ୍ତ ଈଶ୍ୱର। ଧୂମ ପୂରିଲା ଦଶ ଦିଶେ ବିଦୁର ଦେଖି ମହାତ୍ରାସେ। ବସିଲା ଧୃତରାଷ୍ଟ୍ର ତୁଲେ ଆଶ୍ୱାସୀ କହେ ମନ ବଳେ। ବିଦୁର ବାଚ ହେ ଭ୍ରାତ ଶୁଣ ମୋ ଉତ୍ତର। କାଲ ମିଳିଲା ଭୟଙ୍କର ଏହାର ପ୍ରତିକାର ନାହିଁ। ଅବ୍ୟକ୍ତ ରୂପ ନଦିଶଇ ଦ୍ୱାପର ଯୁଗ ନଷ୍ଟ ଗଲା। ଏ କଲି କାଳ ପ୍ରବେଶିଲା। ଆମର ପ୍ରାଣ ଏ ହରିବ ଏହାକୁ କେ ବା ନିବାରିବ। ଧନ ସମ୍ପଦ ମୋହିତଲେ ସଂହାର କରିବ ଏ ବଳେ। ଦେବ ଦାନବ ମହାବଳ ବୃଦ୍ଧ ପ୍ରତାପୀ ଯୁବା କାଳ। ଯାହାର ଦରଶନ ମାତ୍ରେ କଦଳି ଯେହ୍ନେ ଘୋର ବାତେ। ଭୟେ କମ୍ପନ୍ତି ଥରହର କାତରେ ନେତୃ ବହେ ନୀର। ଅନିତ୍ୟ ଏ ମନୁଷ୍ୟ ଦେହି ସାର ଏହାର କିଛି ନାହିଁ। ଏ ଦେହେ ବିମୁକ୍ତ ବନ୍ଧନ ତାହାକୁ କହି ମହାଜନ। ଦେଖ ତୋହର କର୍ମ ଫଳେ ନାଶ ପୁତ୍ର ଭ୍ରାତା ସକଳେ। ଦୟା ତାହାର ଦୂରେ ଗଲା ମରଣ ନିକଟ ହୋଇଲା। ଅତି ଦୁଃଖିତ ବୃଦ୍ଧ ଦେହେ ତୋର ନିବାସ ପର ଗୃହେ। ଦିଶନ୍ତି ଦନ୍ତ ତୋ ଅଧର କର୍ଣ୍ଣେନ ଶୁଭଇବ ଧୀର। ଅନନ୍ତେ ଅଗ୍ନି ମନ୍ଦ ହୋଇ ଅନ୍ନ ଭୋଜନ ନ ରୁଚଇ। କେ ତାଙ୍କୁ ରଖିବ ଆୟତ୍ତେ ପ୍ରାଣୀ ଜୀବିତ ଆତ୍ମା ଗତେ। ଏ ଯେ ଭୀମର ଗଦାଘାତେ ସମରେ ମଲେ ତୋର ସୁତେ। ତୋର ଅର୍ଜିତ ପିଣ୍ଡ ଆଶା ଶ୍ୱାନରେ ପ୍ରାୟେ ତୋ ଭରସା। କୁମନ୍ତ୍ରୀ ଜନ ତୁଲେ ଭାଲି ତୋର କୁମରେ କଲେ କଲି। ପଣ୍ଡୁର ପାଞ୍ଚ ସୁତ ପାଞ୍ଚ ପୁତ୍ର ମାରି ସୁଖେ ବଞ୍ଚିବା ରାଜ୍ୟଶିରୀ। ଦୁଷ୍ଟଙ୍କ ତୁଲେ ବିଚାରିଲେ ଭୀମଙ୍କୁ ବିଷ ଲଡୁ ଦେଲେ। ସେ ଭୀମ କେବେ ହେନ ମଲା ତାହାକୁ ଗୋବିନ୍ଦ ରଖିଲା। ଯଉର ଘରେ ଅଗ୍ନି ଦେଲେ ସେ ବେଲେ ପାଣ୍ଡବେ ରଖିଲେ। ଯଉର ଘରେ ଅଗ୍ନି ଦେଲେ ସେ ବେଲେ ପାଣ୍ଡବେ ରଖିଲେ। ପୁଣି କପଟ ପୋଷା କରି ଧନ ସମ୍ପଦ ଅପହରି। ଦ୍ରୌପଦୀ କେଶ ଧରି ବଳେ ଦୁଷ୍ଟଙ୍କ ତୁଲେ ବିଚାରିଲେ। ବିବସ୍ତ୍ର କଲେ ମହାସଭାସ୍ଥଲେ ଗୋବିନ୍ଦ କୋଟି ବସ୍ତ୍ର ଦେଲେ। ଏ ଆଦି ଯେତେ କର୍ମ କଲେ ତୁ ତାହା ଜାଣିଅଛୁ ବୋଲେ। ସେ କି ତାହାଙ୍କ ଚିତ୍ତୁ ଜୀବ ମନୁଷ୍ୟ ଜନ୍ମର ସ୍ୱଭାବ। ତାହାଙ୍କ ତହୁଁ ପିଣ୍ଡ ଖାଇ
ସେବକ ପ୍ରାୟ ଦ୍ୱାରେ ଯାଇ ତୋର ବୟସ ଆଉ ନାହିଁ ଅତି ପତିତ ଦୁଷ୍ଟ ହୋଇ ଦିନକୁ ଦିନ ତନୁ କ୍ଷୀଣ ଯେ ସନେ ପୁରୁଣା ବସନ ଏ ଦେହ ବିମୁକ୍ତ ସେ ଯେ ଜନ ସେ ପ୍ରାଣୀ ବିମୁକ୍ତ ବନ୍ଧନ ଅନିତ୍ୟ ନର କଲେବର ଭିତରେ କିଛି ନାହିଁ ସାର। ଏହା ବିଚାରି ଯୋଗ ବୋଲେ ହରିଙ୍କ ଭକ୍ତ ସଙ୍ଗ ମିଳେ ନିର୍ମଳ ହୋଇ ବନାଶ୍ରମ ସେ ପ୍ରାଣୀ ପୁରୁଷ ଉତ୍ତମ ତୁ ବୃଦ୍ଧ ଜନଙ୍କ ଉତ୍ତମ ଏବେ ତୁ ଛାଡ଼ ମତି ଭ୍ରମ ପଥେ ଚଲ ବେগে ପତ୍ନୀ ସಮೇତ ଘେନି ସଙ୍ଗେ ସେହି ଯେ ଦାସୀ ପଣେ ବନେ ତୋତେ ସେବିବେ ଅନୁକ୍ଷଣେ ଦେଖ ଏ କାଳ ଭୟଙ୍କର ସତ୍ୟ ହରିବ ପ୍ରାଣୀଙ୍କର ଏମନ୍ତେ ବିଦୁରର ବାଣୀ ଗାନ୍ଧାରୀ ଦ୍ରୁତ ରାଷ୍ଟ୍ର ଶୁଣି ତତ୍କ୍ଷଣେ ମୋହ ଜଡ଼ ଛାଡ଼ି ବନ ଗମନେ ଚିତ୍ତ ବଢ଼ି ବିଷ୍ଣୁର ମାୟା କରି ଦୂର ନଗରୁ ହୋଇଲା ବାହାର ମନ ଆନନ୍ଦେ ତିନି ଜଣ ଗମିଲେ ହିମାଚଳ ବନ ଏବେ ହୋ ଶୁଣ ବିପ୍ରବର ଧର୍ମ ନନ୍ଦନ ନିଜପୁର ସ୍ୱଭାବେ ନିତ୍ୟ କର୍ମ ସାରି ଅଗ୍ନି ପୂଜନ ଦାନ କରି ଗୁରୁ ପୂଜନ ସେବା ଅର୍ଥେ ଗୃହେ ମିଳିଲେ କୃତକୃତ୍ୟେ ଗୁରୁ ଭବନେ ଯାଇ ମିଲି ହସ୍ତେ ଘେନିଲେ ଅର୍ଘ୍ୟ ଥାଲି ତତ୍କ୍ଷଣେ ଦେଖି ଶୂନ୍ୟ ଘର କାତର ମନେ ନୃପବର ଉଚନ୍ତି ଜଣେ ଜଣେ ଚାହିଁ ମୋ ଗୁରୁଜନ ଗଲେ କାହିଁ କେହି ନ ଶୁଣନ୍ତି ବଚନ ଭୟେ ଚାହାନ୍ତି ଛନ୍ନ ଛନ୍ନ ପୁଣି କହନ୍ତି ଜନେ ଚାହିଁ ତାତ ଜନନୀ ଗଲେ କାହିଁ ବିଦୁର ନାହିଁ ମୋର ପାଶେ ମୁଁ ତାତ ଜନନୀ ନଦୀ ସେ ଲୋଚନେ ନଦୀ ସହି ପଥ କିଏ ବିଧାତା ବିପରୀତ ପୁତ୍ରଙ୍କ ମରଣେ ଦୁଃଖିତ କେ ବନ ଦେଶ କେ ବାପଥ ନ ପୁଣ ପୁତ୍ର ଶୋକ ଭୋଲେ ପ୍ରାଣ ଛାଡ଼ିଲେ ଗଙ୍ଗା ଜଲେ ମୋର ଜନନୀ ତାତ କାହିଁ ଗଲେ ମୋ ଅସହ୍ୟ କିମ୍ପାଇଁ ଦୁଃଖ ସାଗରେ ନିମଜ୍ଜିଲେ ମୋର ଦୁଷ୍କୃତ କର୍ମ ଫଲେ ଏମନ୍ତେ ଧର୍ମ ସୁତ ବାଣୀ ସାରଥି କହେ ତାହା ଶୁଣି ଶ୍ରୀସୁତ ବାଚ ଶୁଣ ହେ ନୃପ ଚୂଡ଼ାମଣି ତୋହର ପିୟର ରଜନୀ କାଲେ ଗଲେ କାହିଁ ସେ କଥା ନ ଜାଣଇ ମୁହିଁ ମୋର ଜୀବନ ଦୁଃଖ ଭରେ ବୁଡ଼ିଲା ଦୁର୍ଗମ ସାଗରେ ଏମନ୍ତେ କହି ମନ ଖେଦ ଗଗନେ ଶୁଣି ବୀଣା ବାଦ୍ୟ ପୁଣି ଚାହିଁଲେ ଅନ୍ତରୀକ୍ଷେ ନାରଦ ମିଳିଲେ ପ୍ରତ୍ୟକ୍ଷେ ଡମରୁ ତୁମ୍ଭରୁ ଅଛି ତାଙ୍କ ସଙ୍ଗେ ବୀଣା ବିନୋଦେ ନାନା ରଙ୍ଗେ ନାରଦ ହରି ଗୁଣ ଗାଇ ପୁଲକ ରୁମ ପନ୍ତି ଦେଇ ଆନନ୍ଦେ ଅଶ୍ରୁ ଜଳ ସ୍ଫୁରେ ମିଳିଲେ ରାଜାର ନଗରେ ଦେଖି ସମ୍ଭତେ ନୃପମଣି ଆସନ ଜଳ ବେଗେ ଆଣି ମୁନିଙ୍କୁ ଆସନେ ବସାଇ ବେନି ଚରଣ করে ଧୋଇ ଚରଣ ପୂଜି ବିଧି ମତେ କହନ୍ତି ନାରଦ କ୍ରୋଧେ ଭୋ ବ୍ରହ୍ମା ସୁତ ଶୁଣ ତୁମେ ଯାହା ପୁଛଇ କହ ଏବେ ସେ ପ୍ରଶ୍ନ କହ ତୁମେ ଭଲେ ମୋ ତାତ ମାତ କେଣେ ଗଲେ ମୋହର କର୍ମ ଦୁଃଖ ଶୁଣ ଭୋ ମୁନି ତୁମେ ଭଲେ ଜାଣ ଗଭୀର ଜଲେ ନାବ ଥୋଇ ନାବିକ ଯେ ସନେ ଭଲାଏ କରି ଗଲେ ମତେ ଅଧିକ କହିବି ମୁଁ କେତେ ଚକ୍ଷୁ ବିହୀନେ ଘୋର ବନେ ଜୀବନ ଧରିବି କେଶନେ ଯୁଧିଷ୍ଠିରଙ୍କ ଏ ବଚନେ ମୁନି କହନ୍ତି ଅବଧାନେ ନାରଦ ବାଚ ଭୋ ନୃପ ଶୋକ ତୁ ନ କର ଈଶ୍ୱର ମାୟା ଏ ସଂସାର ପ୍ରାଣୀ ଭିଆଣ ମାୟା ଯୋଗେ ଖେଲଇ ସଂଯୋগে বিযোগে গুরু নাসিকা জেনে বিধি আকর্ষি চর্ম রজ্জু বান্ধি সেজন্যে প্রাণী ভার বহে অন্তরে খেদ দুঃখ সহে
ସେ ଦାନ ପଡ଼ଇ ଯେ ମନ୍ତେ ଇନ୍ଦୁକ ଚକ୍ରେ ସେହି ମତେ ସଂସାର ଈଶ୍ୱରର ଇଚ୍ଛା ଏ ଭାବ ପଥେ ଗୁରୁ ଦୀକ୍ଷା ତୁ ରାଜା ତୋତେ ହିଁ ନ ଜାଣୁ ସଂସାର ସତ୍ୟ ପ୍ରାୟ ମଣୁ ସତ୍ୟ କି ମିଥ୍ୟା ବେନି ପଥେ ନିଶ୍ଚୟ କର ତୁହି ଚିତେ ଅଜ୍ଞାନ ମୋହ ଜଡ଼ ଚିତେ ଏ ନାଦ ଶୌଚ ଦୃଢ଼ ବ୍ରତେ ତୁଝେ ପଚାରୁ ସ୍ନେହ ଭାବେ ଅରଣ୍ୟ କେମନ୍ତେ ବଞ୍ଚିବେ ଏ ଦେହ ପଞ୍ଚଭୂତେ ପଡ଼ି ଅବିଦ୍ୟା କାମ କାର୍ଯ୍ୟ ଜଡ଼ି ସଂସାର ଦେହେ ନୀତି ଦୁଃଖୀ ଏ କାହିଁ ତୋର ପ୍ରାଣ ରଖି ଉରଗ ଗିଲିଛି ଯାହାକୁ ସେ କାହୁଁ ରଖିବ ଆନକୁ ଦେଖ ପ୍ରତ୍ୟକ୍ଷ ନୃପବର ବିଷ୍ଣୁର ମାୟା ଖେଲ ଘର ୟା ମାୟା ନ ଜାଣେ ଈଶ୍ୱର କେ ତାହା କରିବ ଗୋଚର ଏ ମାୟା ପରିତ୍ରାଣ କାହିଁ ସଂସାରେ ନର ଦେହ ବହି ବଡ଼ଙ୍କ ଗତି ଦେଖି ସାନେ ସେ ନାସେ କ୍ରିୟା ଆନେ ଆନେ ଏ ଜୀବ ଜୀବଙ୍କ ଆହାର କେବଳ ଅଟେ ନିର୍ବିକାର ଭାବ ଶେଷ ଭାବେ ପୁରୀ একই আত্মা নর হরি সে মায়া করিপারে দূর যে নিত্য প্রভুঙ্ক প্রভু চক্রধর সে হরি নিত্য বিশ্বরূপে নর শরীরে মোহ কল্পে ভারানি বারে ধনু ধরি দুর্জন সমূহ সংহারি ভক্তজনଙ୍କୁ রক্ষা করে এমন্তে সংসারে বিহরে দেহকু রক্ষা করি তো সে এবে বর্তই অবশেষে যাদব থিব চক্রধর যাবত থিব চক্রধর তাবত তুম অধিকার এবে হো শুণ সামরথা সে বিষ্ণু পুরাণ ব্যবস্থা বিদুর ধৃত রাষ্ট্র বেনি সঙ্গতে পতিব্রতা জ্ঞানী হিমবন্তরে যে দক্ষিণে ঋষি আশ্রমে ঘোর বনে স্পর্ধনী নামে সুর নদী ভরত খণ্ডে যে প্রসিদ্ধি সে জলে নিত্য করি স্নান অনেক করি হোম দান কেবল মাত্র জল ভক্ষী শরীরে জীব আত্মা রক্ষী পবনে নিঃশ্বাস ধারণে কঠোর তপ আচরণে দৃঢ় আসনে বসি ধীরে ইন্দ্রিয় রুন্ধিণ শরীরে সর্ব বিষয় রস তেজি হরিচরণে ভাবে ভজি মন ছড়াই তিনি গুণে সম্পাদি গোবিন্দ চরণে বিজ্ঞান আত্মজ্ঞান ভরি জীব পরম এক করি প্রবেশ করি অঙ্গ ধরে নির্বার জেনে ঘটকারে প্রাণ স্থাপিব পরবেশে যে অবা রহে অবশেষে নির্গুণ মায়া নাশ করি হেলে তরই ভববারি সর্ববিষয় যোগ বলে নিবারি আসই নিশ্চলে নিশ্চলে সর্বপ্রায় লেখি কিয় বা অন্য বিঘ্ন অছি আজ হুঁ 5 দিন অন্তে প্রাণ ছাড়িবে যোগ মতে তপন তেজে গ্রীষ্মকালে পবন যোগে দাবানলে দহন হইবে শরীরে পত্নী যে থিব অভ্যন্তরে তৎক্ষণে স্বামী ধরি কোলে ভস্ম যে হইবে অনলে তা দেখি বিদুর শরীর ভয়ে কম্পিলা থরহর হৃদে সুমরি নরহরি বেগে যে বনু অপসরি বেগে সে বনু অপসরি তীর্থ সে বনে অবধান কহিলে শুণ হে রাজন এমন্তে রাজা আগে কহি তুমরু সঙ্গে বীণা বাই আকাশ মার্গে গলে মুনি ধর্ম নন্দন তাহা শুনি তৎপবচন হৃদে গুণী বিষ্ণুর মায়া পরিমাণী সর্বসংশয় দূর করি
ରାଜ୍ୟପାଳନେ ଚିତ୍ତ ଭରି କହଇ ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ କୃଷ୍ଣ ପଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୟାସିକ୍ୟାଂ ପ୍ରଥମସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦ ନାମ ତ୍ରୟୋଦଶ ଅଧ୍ୟାୟ।